ସାରିପୁତ ଲେଖକ ସୁରେନ୍ଦ୍ର ମହାନ୍ତି। ଶ୍ରୀ ସୁରେନ୍ଦ୍ର ମହାନ୍ତି ମହୋଦୟ 1920 ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ଲେଖକ ଜଣେ ବିଶିଷ୍ଟ ଗାଳ୍ପିକ, ଔପନ୍ୟାସିକ, ସମାଲୋଚକ ତଥା ସାମ୍ବାଦିକ ଭାବେ ପ୍ରତିଷ୍ଠିତ। ତାଙ୍କର ଗଳ୍ପ ପୁସ୍ତକ ମଧ୍ୟରେ ମହାନଗରୀର ରାତ୍ରି, କୃଷ୍ଣଚୂଡ଼ା, ମରାଳର ମୃତ୍ୟୁ ଓ ଉପନ୍ୟାସ ଭାବରେ ନୀଳଶୈଳ, ଅନ୍ଧ ଦିଗନ୍ତ, ଶତାବ୍ଦୀର ସୂର୍ଯ୍ୟ ତଥା ସମାଲୋଚନାତ୍ମକ ଗ୍ରନ୍ଥ ଭାବରେ ଓଡ଼ିଆ ସାହିତ୍ୟରେ ଆଦିପର୍ବ, ଓଡ଼ିଆ ସାହିତ୍ୟରେ ମଧ୍ୟପର୍ବ, ଫକୀରମୋହନ ସମୀକ୍ଷା ଆଦି ପ୍ରଧାନ। ନୀଳଶୈଳ ଉପନ୍ୟାସ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସେ ଆଜି ଆମମାନଙ୍କ ଗହଣରେ ନାହାନ୍ତି ସତ, ହେଲେ ତାଙ୍କର ସାରସ୍ୱତ ସୃଷ୍ଟି ଆଜି ଓଡ଼ିଆ ସାହିତ୍ୟ ଜଗତରେ ଏକ ଅମୂଲ୍ୟ ସମ୍ପଦ ଭାବରେ ପୂଜିତ। ଓଡ଼ିଆ ଭାଷା ଜଗତର ନିଖୁଣ କଳାକୃତିର ଅନବଦ୍ୟ ସ୍ରଷ୍ଟା ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି ମହୋଦୟଙ୍କୁ ଶତକୋଟି ପ୍ରଣିପାତ। ସାରିପୁତ ଫେରି ଆସିଛି ଆଜି। ଭିକ୍ଷୁ ସାରିପୁତ ନୁହେଁ, ବୁଦ୍ଧଙ୍କର ଶିଷ୍ୟ ଶିରୋମଣି ସାରିପୁତ ନୁହେଁ, ରୂପଶ୍ରୀର ପୁତ୍ର ସାରିପୁତ ଫେରି ଆସିଛି ଆଜି ଜନନୀର ଶୂନ୍ୟ କୁଟୀରକୁ। ମୁକୁଳିତ ଅମୃଦ୍ୟାନରେ କୋକିଳର କୁହୁରବ ଅଶାନ୍ତରୁ ଅଶାନ୍ତତର ହୋଇ ଉଠୁଛି। ସେହି ବ୍ୟଗ୍ର ଅଶାନ୍ତ କୁହୁରବ ଭିତରେ ପ୍ରକାଶ ପାଇଛି ଜନନୀ ରୂପଶ୍ରୀର ଆହ୍ୱାନ। ଫେରିଆସ ସାରିପୁତ, ଫେରିଆସ। ସାରିପୁତ ଫେରି ଆସୁଛି ଆଜି। ଦେବତା ବ୍ରାହ୍ମଣଙ୍କ କଥା କ'ଣ ମିଛ ହୁଏ? ସେଦିନ ରାତି କିଏ ଦେବତା ସେ ସ୍ୱପ୍ନରେ ଦେଖାଦେଇ କହିଲେ, ତୁମେ ପୂର୍ବଜନ୍ମର ଦୁଷ୍କୃତରୁ ଏ ଜନ୍ମରେ ଏପରି ପୁତ୍ର ବିଚ୍ଛେଦର ଭୋଗ କରୁଛ। କିନ୍ତୁ ସେ ଦୁଃଖର ରାତି ଏଥର ପାଇ ଆସିଲା ରୂପଶ୍ରୀ। ଦେବଦ୍ୱିଜରେ ଭକ୍ତି ରଖ, ବ୍ରାହ୍ମଣଙ୍କୁ ସୁବର୍ଣ୍ଣ ଦାନ କର। ସାରିପୁତ ଫେରି ଆସିବ, ନିଶ୍ଚୟ ଫେରିବ। ରାତି ସେତେବେଳକୁ ତଥାପି ଥାଏ ଆହୁରି ବାକି। ରୂପଶ୍ରୀର ଆଖିରେ ଆଉ ପଲକ ପଡ଼ିଲା ନାହିଁ। ସକାଳର ଅପେକ୍ଷାରେ ସେ ଖାଲି ବିଛଣାରେ ପଡ଼ି ଛଟପଟ ହେଉଥାଏ। ଭଲ କରି ସକାଳ ନ ହେଉଣୁ ସେ ଧାଇଁଲା ବ୍ରାହ୍ମଣ ସୁବ୍ରଜ୍ୟୋତିଙ୍କ ଘରକୁ। ନିଚ ଶୂଦ୍ର କୂଳରେ ଜନ୍ମ ରୂପଶ୍ରୀର। ସୁବ୍ରଜ୍ୟୋତି ସେତେବେଳକୁ ବାହାରିଥିଲେ ମନ୍ଦିର ପଥରେ ପୂଜାର ଉପକରଣ ଘେନି। ପଥପାର୍ଶ୍ୱରେ ରୁଦ୍ରାଣୀ ରୂପଶ୍ରୀକୁ ଦେଖି ବିରକ୍ତ ହୋଇ କହିଲେ, ଦେଖିପାରୁନାହଁ ପାପିୟସୀ, ପୂଜା ଉପକରଣ ଘେନି ମୁଁ ବିଷ୍ଣୁଙ୍କ ମନ୍ଦିରକୁ ଯାଉଛି। ତୋର ଛାୟା ପଡ଼ି ସବୁ ଅପବିତ୍ର ହୋଇଗଲା ଯେ। ଶୂଦ୍ରାଣୀ ରୂପଶ୍ରୀ ଅନୁନୟ କଣ୍ଠରେ କହିଲା, ମୋତେ କ୍ଷମା କରନ୍ତୁ ବ୍ରାହ୍ମଣ ସୁବ୍ରଜ୍ୟୋତି, ମୋର ଅପରାଧ ହୋଇଛି। ତାପରେ ଛିନ୍ନ ମଳିନ ପରିଧାନର ଅନ୍ତରାଳରୁ ତାର କେତୋଟି ବହୁଦିନରୁ ସଞ୍ଚିତ ସ୍ୱର୍ଣ୍ଣ ମୁଦ୍ରା କାଢ଼ି ସୁବ୍ରଜ୍ୟୋତିଙ୍କ ପାଦ ତଳେ ରଖି ସେ କହିଲା, ନ୍ୟାୟଶ୍ରୀ ହୀନ କପାଳି ମୁଁ। ହେ ବ୍ରାହ୍ମଣ, ଆପଣଙ୍କ ପାଖକୁ ଆସିଛି ଗୋଟିଏ ପରାମର୍ଶ ପାଇଁ। ସୁବ୍ରଜ୍ୟୋତିଙ୍କ ଗଳାର ସ୍ୱର ନରମ ହୋଇଗଲା। ସେ ଆଶ୍ୱାସନା ଓ ତମ୍ଭ ଶୁଣାଇ କହିଲେ, କ'ଣ ହେଉଛି ମୋତେ କୁହ ରୂପଶ୍ରୀ। ଦୁଃଖରେ ଅଧୀର ହୁଅନା। ପ୍ରାଣୀର ଦୁଃଖ ଅପନୋଦନ କରିବା ତ ବ୍ରାହ୍ମଣର କର୍ତ୍ତବ୍ୟ। ଏ ସ୍ୱର୍ଣ୍ଣ ମୁଦ୍ରାର ବା କି ପ୍ରୟୋଜନ ଥିଲା? ହେଉ, ଆଣିଛୁ ଯେତେବେଳେ ନ ନେଲେ ତ ମୋର ଅପରାଧ ହେବ। ରୂପଶ୍ରୀ କହିଲେ, ସାରିପୁତ କ'ଣ ସତରେ ଫେରିବ ଆଉ ବ୍ରାହ୍ମଣ? କାଲି ରାତିରେ ମୁଁ ସ୍ୱପ୍ନରେ ଦେଖିଲି ଜଣେ ଦେବତା ମୋତେ ଅଭୟ ଶୁଣାଇ କହିଲେ, ମୋ ସାରି ଫେରି ଆସିବ ନିଶ୍ଚୟ। କେଉଁ ପୂର୍ବଜନ୍ମର ଦୁଷ୍କୃତରୁ ମୁଁ କୁଆଡ଼େ ଏ ଜନ୍ମରେ ଏ ପୁତ୍ର ବିଚ୍ଛେଦ ଭୋଗ କରୁଛି। କିନ୍ତୁ ଫେରିବ ତ? ମୋ ସାରି ଫେରିବ ତ ବ୍ରାହ୍ମଣ? କୁହ ବ୍ରାହ୍ମଣ, ତୁମେ ତ ତ୍ରିକାଳଦର୍ଶୀ। ସୁବ୍ରଜ୍ୟୋତି କିଛି ସମୟ ଦୁଇ ଚକ୍ଷୁ ନିମିଳିତ କରିବା ପରେ କହିଲେ, ତୁମେ ପୂର୍ବଜନ୍ମରେ ବ୍ୟାଧ ରୂପରେ ଜନ୍ମ ନେଇଥିଲ ରୂପଶ୍ରୀ। ଦିନେ ଗୋଟିଏ ମୃଗୁଣୀ ମୃଗଶିଶୁ ସହିତ ଯାଉଥିଲା ଶାନ୍ତ ଛାୟାସ୍ନିଗ୍ଧ ଅରଣ୍ୟ ପଥରେ। ସେତିକିବେଳେ ତୁମେ ସ୍ୱର ସନ୍ଧାନ କଲ ମୃଗୁଣୀକୁ ଲକ୍ଷ୍ୟ କରି। କିନ୍ତୁ ସ୍ୱର ଭେଦ କଲା ମୃଗ ଶିଶୁର ନବନୀତ କୋମଳ ଦେହରେ। ସଙ୍ଗେ ସଙ୍ଗେ ଯନ୍ତ୍ରଣାର ଜ୍ୱାଳରେ ପ୍ରାଣ ବ୍ୟକ୍ତରେ ଉଡ଼ିଗଲା।
ସେ ମୃଗୁଣୀର ଅଭିଶାପରେ ତୁମକୁ ଏ ଜନ୍ମରେ ଭୋଗ କରିବା ପାଇଁ ପଡ଼ୁଛି ଏ ପୁତ୍ର ବିଚ୍ଛେଦର ଯନ୍ତ୍ରଣା। ତଥାପି ସ୍ୱଚ୍ଛ ହୃଦୟରେ ଫେରିଯାଉ ରୂପଶ୍ରୀ। ସାରିପୁତ ଫେରି ଆସିବ, ନିଶ୍ଚୟ ଆସିବ। ରୂପଶ୍ରୀ ବ୍ରାହ୍ମଣ ଶୁଭ୍ରଜ୍ୟୋତିଙ୍କ ପାଦ ତଳେ ପ୍ରଣତି ଜଣାଇ କହିଲେ, ତୁମର ଆଶୀର୍ବାଦ ପୂର୍ଣ୍ଣ ହେଉ ବ୍ରାହ୍ମଣ, ତୁମର ଆଶୀର୍ବାଦ ପୂର୍ଣ୍ଣ ହେଉ। ସେ ଅନେକ ଦିନ ତଳର କଥା। ସାରିପୁତର ପ୍ରତୀକ୍ଷାରେ ଦିନ ରାତି ହୁଏ, ରାତି ହୁଏ ପୁଣି ଦିନ। ତଥାପି ଭାଙ୍ଗେ ନାହିଁ ରୂପଶ୍ରୀର ଆଶା। ସାରିପୁତ ଫେରିବ, ନିଶ୍ଚୟ ଫେରିବ। ଦିନେ ଦିନେ ଜନଶ୍ରୁତିରେ ରୂପଶ୍ରୀ ଶୁଣେ ପୁତ୍ର ସାରିପୁତର କଥା। ପ୍ରଭୁ ବୁଦ୍ଧଙ୍କର ଶିଷ୍ୟ ଶିରୋମଣି ସାରିପୁତ ପ୍ରଭାରେ ତାଙ୍କର ସମୁଦାୟ ଆର୍ଯ୍ୟବ୍ରତ ଉଦ୍ଭାସିତ, ମହିମାରେ ମହିମାନ୍ୱିତ, କରୁଣାରେ ସ୍ନିଗ୍ଧ ଓ ସାଧନାରେ ଉଜ୍ଜ୍ୱଳ। କିନ୍ତୁ ପୁତ୍ରର ସୁଖ୍ୟାତିରେ ଜନନୀର ପ୍ରାଣ ଗର୍ଭୋତ୍ଫୁଲ୍ଲିତ ହୁଏ ନା। ପ୍ରାଣର ନିବୃତ୍ତ କନ୍ଦନରେ ତାର ଜାଗି ଉଠେ ଅସ୍ଫୁଟ ନୀରବ ପ୍ରାର୍ଥନା, ସାରିପୁତକୁ ସଦ୍ବୁଦ୍ଧି ଦିଅ ହେ ଭଗବାନ। ଏମିତି ବ୍ରହ୍ମ ଅବୋଧ ପୁତ୍ରକୁ ମୋର ରକ୍ଷା କର ପ୍ରଭୁ। ଦେବତା ବ୍ରାହ୍ମଣ ନିନ୍ଦାଠୁ ବଳି ଆଉ କି ଘୋର ତର ପାପ ଥାଇପାରେ ପ୍ରଭୁ? ମଣିଷ ଜନ୍ମ ମାତ୍ରେ ସମାନ, ଏହା କ'ଣ ସମ୍ଭବ ହୋଇପାରେ କେବେ? ବେଦକୁ ଅସ୍ୱୀକାର କଲେ ସପ୍ତ ନରକରେ ସୁଦ୍ଧା ସ୍ଥାନ ମିଳିବ ନାହିଁ ଯେ। ହେ ଦଶ ଦିଗପାଳ, ହେ 33 କୋଟି ଦେବତା, ସାରିପୁତକୁ ମୋର ମାର୍ଜନା କର, ସଦ୍ବୁଦ୍ଧି ଦିଅ ପ୍ରଭୁ, ତାକୁ ସଦ୍ବୁଦ୍ଧି ଦିଅ। କେବେ କେବେ ବୌଦ୍ଧ ଭିକ୍ଷୁମାନେ ରୂପଶ୍ରୀର କୁଟୀରକୁ ଆସନ୍ତି ଭିକ୍ଷା ପାଇଁ, କିନ୍ତୁ ରୂପଶ୍ରୀ ସେମାନଙ୍କୁ ଦୂର ମାର କରି ତଡ଼ିଦିଏ। ବୌଦ୍ଧ ଭିକ୍ଷୁମାନଙ୍କୁ ଦେଖିଲେ ତାର ଦେହ ସାରା ସେମିତି ବିଷ ଚରିଯାଏ। କରୁଣାର ଆବରଣ ତଳେ କି ନିଷ୍ଠୁର ଜୀବ ଏମାନେ। ଘର ନାହିଁ, ଦ୍ୱାର ନାହିଁ, ମା ନାହିଁ। ଏମାନଙ୍କୁ କିଏ କହିଥିଲା ଏ ପୃଥିବୀକୁ ଆସି ପୃଥିବୀର ଦୁଃଖ ସାଙ୍ଗରେ ଅଶାନ୍ତିର ଭାର ବଢ଼ାଇବା ପାଇଁ? ରୂପଶ୍ରୀ କେବେ ଅବଶ୍ୟ ବୁଦ୍ଧଙ୍କୁ ଦେଖେ ନାହିଁ, କିନ୍ତୁ ଶୁଣିଛି। ସେଦିନ କୁଆଡ଼େ କି ଗୋଟିଏ ପୂର୍ଣ୍ଣମୀର ରାତି। କପିଳବାସ୍ତୁ ରାଜପ୍ରସାଦରେ ସମସ୍ତେ ଯେ ଯୁଆଡ଼େ ଶୋଇପଡ଼ିଲେଣି। ସୁକୁମାରୀ ଗୋପା ସୁକୋମଳ ଉପଧାନ ଉପରେ ପୁଷ୍ପିତ କାବରୀର ଭାର ରଖି ଶୋଇପଡ଼ିଛନ୍ତି। ତାଙ୍କ କୋଳରେ ଶିଶୁ ରାହୁଳ ମଧ୍ୟ ନିଦ୍ରା ଅଚେତନ। ରାତିରେ ସେହି ନିସ୍ତବ୍ଧ ପ୍ରହରରେ ଗୌତମ ସେହି ଶୟନକକ୍ଷ ଛାଡ଼ି ସନ୍ନ୍ୟାସୀର ଗୈରିକ ବସନ ପିନ୍ଧି ବାହାରିଲେ କପିଳବାସ୍ତୁର ସୁପ୍ତ ରାଜପଥରେ। ଆଉ ପଛରେ ରଖିଗଲେ ଏକ ବିରାଟ ଅଶାନ୍ତି, ଶେଷହୀନ ହାହାକାର ଓ ତୃପ୍ତିହୀନ ତୃଷ୍ଣା। ଯେତେଥର ରୂପଶ୍ରୀ ଗୋପାଙ୍କ କଥା ଭାବିଛି, ସେତେଥର ରାଜରାଣୀ ଗୋପାଙ୍କ ଦୁଃଖରେ ପ୍ରାଣ ତାର କାନ୍ଦି ଉଠିଛି। ଶିଥିଳ ରକ୍ତହୀନ ଦୁଇ ଗଣ୍ଡ ଉପରେ ବହି ଆସିଛି ଦୁଇଧାର ଲୁହ। ସାରିପୁତ ଦିନେ ବିବାହ କରିଥାନ୍ତା, ଘରକୁ ଆସିଥାନ୍ତା ବୋହୂଟିଏ। ତାର ଶୁଭ କଙ୍କଣ ଧ୍ୱନିରେ ରୂପଶ୍ରୀର ରିକ୍ତ ଓ ଶୂନ୍ୟ ଜୀବନର ହାହାକାରମୟ କୋଣ ଅନୁକୋଣ ମୁଖରିତ ହୋଇ ଉଠିଥାନ୍ତା। ତାପରେ ଆସିଥାନ୍ତେ ବସନ୍ତର ନବମୁକୁଳ ପରି କୀର୍ତ୍ତି ଶିଶୁ କୋଳାହଳ କରି। ଶୀତଶୀର୍ଣ୍ଣା ଧରଣୀରେ ବସନ୍ତର କଳରବ ପରି ରୂପଶ୍ରୀର ଜୀବନରେ ମଧ୍ୟ ଆସିଥାନ୍ତା ବସନ୍ତ। କିନ୍ତୁ ହେଲା ଆଉ କୋଉଠୁ? ସବୁ ସ୍ୱପ୍ନ ଖାଲି ସ୍ୱପ୍ନରେ ହିଁ ରହିଲା। ସାରିପୁତ ହେଲା ଘରଛଡ଼ା, ଉଦାସୀ। ଏ ମା, ଦିନ ଆସି କେତେ ହେଲାଣି ମ? ରୂପଶ୍ରୀ ତରତର କରି ବିଛଣା ଉପରେ ଉଠି ବସିଲା। ନା, ଆଜି ଆଉ ସେ କାହା କାହାରକୁ ଯିବ ନାହିଁ ପାଇଟି କରି। ଆଜି ଯେ ସେ ତାର ହଜିଲା କୋଟିନିଧି ପୁଣି ଫେରି ପାଇବ। ଆଉ ରହିବ ନାହିଁ ତାର ଦାରିଦ୍ର୍ୟ, ଅଭାବ, ରହିବନି ତାର ଦୁଃଖ। ଚାଳ ଉପରେ ଶୁଭା କାଉଟିଏ କା କା ହେଉଛି। ରୂପଶ୍ରୀ ଉଠିଯାଇ ମୁଠାଏ ଚାଉଳ ରଖିଦେଲା ଦୁଆର ମଝିରେ। କାଉ ଆସି ଗୋଟିଏ ମୁଠା ଚାଉଳ ଖୁମ୍ପି ନେଇ ପୁଣି ଉଡ଼ିଗଲା ଚାଳ ଉପରକୁ। ଶୁଭ ଖାଉ କଥା କ'ଣ ମିଛ ହବ?
ସାରିପୁତ ଫେରି ଆସୁଛି ଆଜି। ରୂପଶ୍ରୀର ଏତେ ଦିନ ଏତେ ଆଶା ତ ମିଛ ହୋଇଛି। ଆଜି ଯଦି ଆଗ ପରି ସବୁ ମିଛ ହୋଇଯାଏ? ରୂପଶ୍ରୀର ଛାତି ଦମଦମ ହୋଇ ପଡ଼ିଲା। ନା ନା, ଶୁଭକାଳର କଥା କ'ଣ ମିଛ ହୁଏ କେବେ? ସେଦିନ ରୂପଶ୍ରୀ ସାରା ଦିନର ପେଟ ପାଟଣା ପରି କୁଡ଼ିଆ ଦୁଆରେ ବସି ଚାହିଁଥିଲା ଦୂରର ଅଙ୍କା ବଙ୍କା ରାସ୍ତା ଆଡ଼େ। ସେଇ ରାସ୍ତାରେ ସାରିପୁତ ଦିନେ କୁଆଡ଼େ ଚାଲିଗଲା, ଆଉ ହୁଏତ ଫେରିବ ନାହିଁ। କିନ୍ତୁ ଶୁଭ୍ରଜ୍ୟୋତି ତ ବାରମ୍ବାର ସାନ୍ତ୍ୱନା ଦିଅନ୍ତି ତାକୁ। କେଜାଣି ହୁଏତ ଫେରିପାରେ। ସେ ଅନେକ ଦିନ ତଳର କଥା। ନାଳନ୍ଦାରୁ ଦଳେ ଅଭିନେତା ସବୁଆଡ଼େ ବୁଲି ବୁଲି ନିର୍ବାଣ ନାଟକର ଅଭିନୟ ଦେଖାଉଥାନ୍ତି। ଦିନେ ଅଭିନୟ ଦେଖିବା ପାଇଁ ସାରିପୁତ ଅଡ଼ି ବସିଲା। ରୂପଶ୍ରୀ ସେଥିରେ ବାଧା ଦେଲା ନାହିଁ। ଅଭିନୟ ଦେଖି ଫେରିବା ପରେ ସାରିପୁତ ପାଲଟିଗଲା ଯେମିତି ଗୋଟିଏ ଭିନ୍ନ ମଣିଷ। ସେଦିନ ସାରିପୁତ ସବୁଦିନ ପରି ଗୋଠକୁ ଗାଈପଲ ଧରି ଗଲା ନାହିଁ, ଗାଧୋଇଲା ନାହିଁ କି ଖାଇଲା ବି ନାହିଁ। ରୂପଶ୍ରୀର ଲକ୍ଷ ଲକ୍ଷ ପ୍ରଶ୍ନ, କ'ଣ ହୋଇଛି ତୋର? କିନ୍ତୁ ସାରିପୁତ କୌଣସି ଉତ୍ତର ଦେଲା ନାହିଁ। କେତେବେଳ ପରେ ସାରିପୁତ ପଚାରିଲା, ତୁ କ'ଣ ଦିନେ ମରିଯିବୁ ବୋଉ? ରୂପଶ୍ରୀ ହସି ହସି ଜବାବ ଦେଲା, ସେ ଆଉ ନୂଆ କଥା କ'ଣ ରେ ବାପ? ଦେବତାମାନେ ତ ସୁଦ୍ଧା ଜନ୍ମ ହେଲେ ମରନ୍ତି। ସାରିପୁତ ପୁଣି ପଚାରିଲା, ମୁଁ ବି ତ ଦିନେ ମରିଯିବି ବୋଉ। ରୂପଶ୍ରୀର ମୁହଁ ଉପରେ ସେପରି କଳା ମେଘର ଛାଇ ବୁଲିଗଲା। ସେ କାନ୍ଦ କାନ୍ଦ ହୋଇ ସାରିପୁତକୁ ଛାତି ଉପରେ ଚାପି ଧରି କହିଲା, ସେ କଥା ଆଉ କେବେ ମୁହଁରେ ଧରିବୁ ନାହିଁ ରେ ବାପ। ତୋର ମୁହଁକୁ ଚାହେଁ ମୁଁ ଖାଲି ଛାତି ପତର କରି ପଡ଼ି ରହିଛି। ଷଠି ଦୋଷୀ ତତେ ନଈବାଲି ପରି ଆୟୁଷ ଦିଅନ୍ତୁ ରେ। ସାରିପୁତ ଧୀରେ ଧୀରେ ଉଠି ଠିଆ ହେଲା। ତାପରେ ଗାଁ ଦାଣ୍ଡର ସେଇ ଅଙ୍କା ବଙ୍କା ରାସ୍ତାରେ ବାହାରିଗଲା କୁଆଡ଼େ। ରୂପଶ୍ରୀ ମନେ ମନେ ଭାବିଲା, ମଣ୍ଡା ପାଗଳଟା କ'ଣ ଏଣୁତେଣୁ ପୁଣି ବଦଳିଯିବ ଯେ। ରୂପଶ୍ରୀ ନିତେ ଦିନିଆ ପେଟ ପାଟଣାରେ ମନ ଦେଲା। ସନ୍ଧ୍ୟା ହେଲା। ଗୋଠରୁ ଗାଈପଲ ଫେରିଲେ। ଦେଉଳରେ ଆରତି ଘଣ୍ଟା ବାଜିଲା। ରାତି ଆସିଲା। ଅନ୍ଧାର ଆହୁରି ନିବୁଜ ହୋଇ ଆସିଲା। ଆକାଶରେ 1, 2, 3 ହୋଇ ଫୁଟି ଉଠିଲା କୋଟି କୋଟି ନକ୍ଷତ୍ର। ସାରିକାଏ କାହିଁ ସାରିପୁତ? ନିଜର ଚିନ୍ତାରେ ରୂପଶ୍ରୀ ନିଜେ କୁଆଡ଼େ ହଜି ଯାଇଛି। ଜଣେ ବୌଦ୍ଧ ଭିକ୍ଷୁ କୁଆଡ଼ୁ ଆସି ରୂପଶ୍ରୀର ପିଣ୍ଡାରେ ବସି ପଡ଼ି ଗାଇ ଉଠିଲା, ବୁଦ୍ଧଂ ଶରଣଂ ଗଚ୍ଛାମି, ବୁଦ୍ଧଂ ଶରଣଂ ଗଚ୍ଛାମି। ରୂପଶ୍ରୀର ଦେହ ସାରା ଯେମିତି ବିଷ ଚରିଗଲା। ମାତ୍ର ନିଜକୁ ସଂଯତ କରି ସେ କେଜାଣି କାହିଁକି ପଚାରିଦେଲା, ଆଚ୍ଛା, ତୁମେ ସାରିପୁତଙ୍କ ଖବର ଜାଣିଛ ଭିକ୍ଷୁ? ଭିକ୍ଷୁ କହିଲା, ନିଶ୍ଚୟ ମା, ତାଙ୍କର ଠାରୁ ଖବର ନେଇ ତ ଲୁମ୍ବିନୀରୁ ଏତେ ବାଟ ଚାଲି ଚାଲି ଆସୁଛି। ରୂପଶ୍ରୀ ଆନନ୍ଦ ଉତ୍ଫୁଲ୍ଲ କଣ୍ଠରେ ପଚାରିଲା, କି ଖବର ପଠାଇଛି ସାରିପୁତ? କୁହ ଭିକ୍ଷୁ, ତାରି ପାଇଁ ତ ମୁଁ ଚାତକ କରି ଚାହିଁ ବସିଛି। କୁହ ଭିକ୍ଷୁ, ତାର ସବୁ କୁଶଳ ତ? ଭିକ୍ଷୁ କହିଲା, ଆସନ୍ତା ଫାଲ୍ଗୁନ ପୂର୍ଣ୍ଣିମା ଦିନ ସେ ଫେରି ଆସିବେ ବୋଲି ମୋ ହାତରେ ଖବର ପଠାଇଛନ୍ତି ମା। ସେଦିନ ରୂପଶ୍ରୀ ଦ୍ୱାରକୁ ଭିକ୍ଷା ତଣ୍ଡୁଳର ଭାର ଭିକ୍ଷୁ ବୋହି ପାରିଲା ନାହିଁ। ଏଇ ଘର ଛଡ଼ା ଭିକ୍ଷୁମାନଙ୍କ ପ୍ରତି ରୂପଶ୍ରୀର ପ୍ରାଣ କିପରି ଅସ୍ୱାଭାବିକ ଭାବରେ କୋମଳ ହୋଇ ଉଠିଲା। ସେଦିନ ଫାଲ୍ଗୁନ ପୂର୍ଣ୍ଣିମା। ପୂର୍ଣ୍ଣଚନ୍ଦ୍ର ଉଠୁଛି ରାଜଗୃହ ସୀମାନ୍ତରେ ବନଶୀର୍ଷ ଢାଳରୁ। ରୂପଶ୍ରୀ ସେହି ପୂର୍ଣ୍ଣଚନ୍ଦ୍ର ଆଡ଼େ ଚାହିଁ ସ୍ୱପ୍ନର ଜାଲ ବୁଣି ଚାଲିଛି। ପୁଣି ତାର ଭଙ୍ଗା ସଂସାର ସୁନାରେ ହସରେ ଆସି ଉଠିବ। ସାରିପୁତକୁ ବିବାହ ନ ଦେଇ ସେ ଛାଡ଼ିବ ନାହିଁ ଏଥର। ସେ ଯେଉଁ ଚମ୍ପା ଗୌରୀ ଝିଅଟି ଉପାଳି
ଅନେକ ଦିନରୁ ରୂପଶ୍ରୀ ତା କଥା ଭାବି ଠିକ୍ କରି ରଖିଛି। ଉପାଳିର କଳା ଆଖିର ସ୍ୱପ୍ନ ଜାଲରେ ଥରେ ଧରା ପଡ଼ିଲେ ସେ କ'ଣ ଆଉ କେବେ ଘରଛଟା ଭିକ୍ଷୁଙ୍କ ଦଳରେ ମିଶିବ? ହେ ଭଗବାନ, ଏଥର ଯେମିତି ତାର ହୀରାନିଧି ହାତକୁ ଆସି ପୁଣି ହାତ ଛଡ଼ା ନ ହୁଏ। ପୂର୍ଣ୍ଣିମାର ଚନ୍ଦ୍ର ଦିଗ୍ବଳୟର ବହୁତ ଉପରକୁ ଉଠି ଆସିଲାଣି। ରୂପଶ୍ରୀର ମନର ଆକାଶରେ ଆଶଙ୍କାର ଛାଇ କ୍ରମେ ଦୀର୍ଘରୁ ଦୀର୍ଘତର ହୋଇ ଉଠିଛି। ଏତିକି ବେଳେ ଦୂରରୁ କାହାର କଣ୍ଠରେ ଶୁଭିଲା, ବୋଧଂ ଶରଣଂ ଗଚ୍ଛାମି, ବୁଦ୍ଧଂ ଶରଣଂ ଗଚ୍ଛାମି। କାହାର ଏ କଣ୍ଠସ୍ୱର? ଏ ଯେ ସାରିପୁତ। ରୂପଶ୍ରୀ ଉଠିପଡ଼ି ଧାଇଁଗଲା ପୂର୍ଣ୍ଣିମାର ଜ୍ୟୋତ୍ସ୍ନାଲୋକ ଭିତରକୁ। କଣ୍ଠରେ ତାର ଅଶାନ୍ତ ଚିତ୍କାର, ସାରିପୁତ। ଗୋଟିଏ ସେନାଖାୟ ମଲ୍ଲଣ୍ଡିତ ମସ୍ତକ ଭିକ୍ଷୁ ରୂପଶ୍ରୀର ପାଦ ତଳେ ମୁଣ୍ଡ ନୁଆଁଇ ପ୍ରଣିପାତ କଲେ। ରୂପଶ୍ରୀ ବ୍ୟସ୍ତ ଭାବରେ ପଚାରିଲା, କୁହ ଭିକ୍ଷୁ, ସାରିପୁତ କାହିଁ? ଆଜି ପରା ଫାଲ୍ଗୁନ ପୂର୍ଣ୍ଣିମା। ଭିକ୍ଷୁ ଜବାବ ଦେଲେ, ମୁଁ ଯେ ସାରିପୁତ ମା। ରୂପଶ୍ରୀ କାନ୍ଦ କାନ୍ଦ ହୋଇ କହିଲା, ନା ମୋ ସାଙ୍ଗରେ ଆଉ ଛଳନା କର ନା ବାପ, କୁହ ମୋର ସାରି କାହିଁ? ଭିକ୍ଷୁ ସ୍ମିତ ହସି କହିଲେ, ମୁଁ ଯେ ତୁମରି ସାରିପୁତ ମା, ଲୁମ୍ବିନୀରୁ ଆସିଛି। ଏଇ ସାରିପୁତ, ଏ ଲଣ୍ଡିତ ମସ୍ତକ, କଙ୍କାଳସାର ଭିକ୍ଷୁ, ମୁହଁରେ ପୁଣି ସେଇ ଅଲକ୍ଷଣା ଘରଭଙ୍ଗା କଥା, ବୁଦ୍ଧଂ ଶରଣଂ ଗଚ୍ଛାମି। ଏ ଯେମିତି ତାର ଭଙ୍ଗା ସଂସାରର ବିକଟ ଉପହାସ, ତାର ସ୍ୱପ୍ନର ସମାଧି। ସେ ତାର ସାରିପୁତକୁ ଚାହିଁ ନଥିଲା। ରୂପଶ୍ରୀର କଣ୍ଠ ହଠାତ୍ କଠୋର ହୋଇ ଉଠିଲା। ସେ ପଚାରିଲା, କୁହ ଭିକ୍ଷୁ, ମୋଠାରୁ କି ପ୍ରୟୋଜନ? ତୁମେ ପ୍ରଭୁ ବୁଦ୍ଧଙ୍କର ଶିଷ୍ୟ ଶିରୋମଣି ସାଧକ ଶ୍ରେଷ୍ଠ ସାରିପୁତ, ଆଉ ମୁଁ ଦୀନହୀନ ପୁତ୍ରହୀନ ଏକ ଜନନୀ। କ'ଣ ବା ଅଛି ମୋର? କିଏ ଭିକ୍ଷା ବା ଦେବି ମୁଁ? ବାଳିକା ସୁଲଭ ଅଭିମାନରେ ବୃଦ୍ଧା ରୂପଶ୍ରୀର କଣ୍ଠ ଥରି ଥରି ଉଠିଲା। ସାରିପୁତ କହିଲେ, ଗୋଟିଏ ଭିକ୍ଷା ନେଇ ମୁଁ ଆସିଛି ମା। ଗୌତମୀ ପ୍ରଜାପତିଙ୍କୁ ସଂଘରେ ଯୋଗ ଦେବା ପାଇଁ ପ୍ରଭୁ ବୁଦ୍ଧ ଆଜ୍ଞା ଦେଇଛନ୍ତି। ତାଙ୍କର ସହକର୍ମିଣୀ ରୂପେ ମୁଁ ତୁମକୁ ଚାହେଁ ମା, ସେ ମୋର ଭିକ୍ଷା। ରୂପଶ୍ରୀ ଆହତ ଦୃଷ୍ଟିରେ ଚାହିଁଥିଲା ଫାଲ୍ଗୁନ ପୂର୍ଣ୍ଣିମାର ଚନ୍ଦ୍ର ଆଡ଼େ। ସାରିପୁତ କହିଲେ, କୁହ ମା, ବୁଦ୍ଧଂ ଶରଣଂ ଗଚ୍ଛାମି। ରୂପଶ୍ରୀ ରୁଢ଼ କଣ୍ଠରେ କହିଲା, ଫେରିଯାଅ ଭିକ୍ଷୁ। କୋଟି କୋଟି ପ୍ରାଣର ଅଶାନ୍ତି ଅତୃପ୍ତିର ଦାବାନଳ ଜଳାଇ ଯେଉଁ ସଂଘର ପ୍ରତିଷ୍ଠା, ସେ ସଂଘ ରହିବ ନାହିଁ। ଭିକ୍ଷୁ, ଏ ମୋର ଅଭିଶାପ। ସାରିପୁତ କିଂକର୍ତ୍ତବ୍ୟ ବିମୂଢ଼ ଭାବରେ କହିଲେ, ମା। ରୂପଶ୍ରୀ ଜବାବ ଦେଲା, ଭିକ୍ଷୁର ମା ପୁଣି କ'ଣ? ସାରିପୁତ କହିଲେ, କିନ୍ତୁ ନିର୍ବାଣର ଏକମାତ୍ର ପଥ ପ୍ରଭୁଙ୍କର ଏହି ସଂଘ ମା। ନିର୍ବାଣ କ'ଣ ତମେ ଚାହଁ ନାହିଁ ଜନନୀ? ରୂପଶ୍ରୀ କହିଲା, ଫେରିଯାଅ ଭିକ୍ଷୁ, ମୁଁ ଚାହେଁ ଜୀବନ, ନିର୍ବାଣ ନୁହେଁ। ରୂପଶ୍ରୀ ଫେରି ଆସିଲା ତାର ସେ ଭଙ୍ଗା କୁଡ଼ିଆ ଆଡ଼େ। ସାରିପୁତ ରାତିର ଅଶରୀରୀ ଛାୟା ପରି ମିଶିଗଲେ ଫାଲ୍ଗୁନ ପୂର୍ଣ୍ଣିମାର ଜ୍ୟୋତ୍ସ୍ନା ଭିତରେ।